जय जगन्नाथ। श्रीमद् भगवद गीतार प्रथम अध्यायर प्रथम श्लोक। धृतराष्ट्र उवाच धर्मक्षेत्रे कुरुक्षेत्रे समवेता जुजुच्छवः मामकाः पांडवाश्चैव किम कुर्वत संजय। अर्थात धृतराष्ट्र पचारिले, हे संजय, धर्मभूमि कुरुक्षेत्र रे युद्ध करने इच्छा एकत्रित होइथिबा मोर ओ पांडुंकर पुत्र माने कौन कले। एठार आमे विस्तृत भावे जानिबाकु चाहिबा। प्रश्न, कुरुक्षेत्र केउं स्थानर नाम एवं एहाकु धर्मक्षेत्र बोली काहेकि कुहा जाए। उत्तर, महाभारत वन पर्वर 83 अध्याय एवं शल्य पर्वर 53 अध्याय कुरुक्षेत्रर महात्म्य विशेष भाव में वर्णित होइछि। सेथरे एहा सरस्वती नदीर दक्षिण भाग एवं दृषवती नदीर उत्तर भाग मध्य अवस्थित बोली कुहा जाइछि। कथित अछि एहार दैर्घ्य और प्रस्थ 5 योजन थिला। ଏହି ସ୍ଥାନଟି ଅମ୍ବାଲା ଠାରୁ ଦକ୍ଷିଣ ଏବଂ ଦିଲ୍ଲୀ ଠାରୁ ଉତ୍ତର ଦିଗରେ ଅବସ୍ଥିତ। ଏବେ ମଧ୍ୟ ସେଠାରେ କୁରୁକ୍ଷେତ୍ର ନାମକ ସ୍ଥାନ ରହିଛି। ଏହାର ଗୋଟିଏ ନାମ ସମନ୍ତ ପଞ୍ଚକ। ଶତପଥ ବ୍ରାହ୍ମଣ ଆଦି ଶାସ୍ତ୍ରରେ କୁହାଯାଇଛି ଯେ ଏଠାରେ ଅଗ୍ନି, ଇନ୍ଦ୍ର, ବ୍ରହ୍ମା ଆଦି ଦେବତାମାନେ ତପସ୍ୟା କରିଥିଲେ। ରାଜା କୁରୁ ମଧ୍ୟ ଏଠାରେ କଠିନ ତପସ୍ୟା କରିଥିଲେ। ପୁଣି ଏଠାରେ ମରୁଥିବା ଲୋକଙ୍କୁ ପରମ ଗତି ପ୍ରାପ୍ତ ହୁଏ। ଏହା ଛଡ଼ା ଅନ୍ୟ କେତେକ କଥା ମଧ୍ୟ ରହିଛି। ଏହି ସବୁ କାରଣରୁ ଏହାକୁ ଧର୍ମକ୍ଷେତ୍ର ବା ପୁଣ୍ୟକ୍ଷେତ୍ର ବୋଲି କୁହାଯାଏ। ପ୍ରଶ୍ନ, ଧୃତରାଷ୍ଟ୍ର କେଉଁମାନଙ୍କୁ ଲକ୍ଷ୍ୟ କରି ମାମକାଃ ଓ ପାଣ୍ଡବାଃ ପଦ ବ୍ୟବହାର କରିଛନ୍ତି, ପୁଣି ତାହା ସହିତ ସମବେତାଃ ଓ ଯୁଯୁତ୍ସବଃ ବିଶେଷଣ ଲଗାଇ ଯେଉଁ କିମ୍ ଅକୁର୍ବତ କହିଛନ୍ତି, ତାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଧୃତରାଷ୍ଟ୍ର ମାମକାଃ ପଦଟି ନିଜ ପକ୍ଷର ସମସ୍ତ ଯୋଦ୍ଧାମାନଙ୍କ ସହିତ ନିଜର ଦୁର୍ଯ୍ୟୋଧନ ଆଦି 101 ପୁତ୍ରଙ୍କ ପାଇଁ କହିଛନ୍ତି ଏବଂ ଯୁଧିଷ୍ଠିରଙ୍କ ପକ୍ଷର ସମସ୍ତ ଯୋଦ୍ଧାଙ୍କ ସହିତ ଯୁଧିଷ୍ଠିର ଆଦି 5 ଭାଇଙ୍କ ପାଇଁ ପାଣ୍ଡବାଃ ପଦ କହିଛନ୍ତି। ସମବେତାଃ ଓ ଯୁଯୁତ୍ସବଃ ବିଶେଷଣ ଦେଇ ଓ କିମ୍ ଅକୁର୍ବତ କହି ଧୃତରାଷ୍ଟ୍ର ଗତ 10 ଦିନର ଭୀଷଣ ଯୁଦ୍ଧର ପୂର୍ଣ୍ଣ ବିବରଣୀ ଯଥା ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ଏହିସବୁ ଲୋକମାନେ ଯୁଦ୍ଧର ପ୍ରାରମ୍ଭ କିପରି କଲେ, କିଏ କାହା ସହିତ ଯୁଦ୍ଧ କଲେ ଏବଂ କିଏ କାହା ଦ୍ୱାରା କେତେବେଳେ ନିହତ ହେଲେ ଇତ୍ୟାଦି ଜାଣିବାକୁ ଚାହିଁଥିଲେ। ଭୀଷ୍ମ ପିତାମହ ତଳେ ପଡ଼ିଯିବା ପର୍ଯ୍ୟନ୍ତ ଭୀଷଣ ଯୁଦ୍ଧର ସମାଚାର ତ ଧୃତରାଷ୍ଟ୍ର ଶୁଣି ସାରିଥିଲେ। ସୁତରାଂ ତାଙ୍କ ପ୍ରଶ୍ନର ତାତ୍ପର୍ଯ୍ୟ ଏହା ହୋଇପାରେ ନା ଯେ ତାଙ୍କୁ ସେ ପର୍ଯ୍ୟନ୍ତ ଯୁଦ୍ଧର ସମ୍ବାଦ କିଛି ଜଣା ନଥିଲା। ତେଣୁ ସେ ଧର୍ମକ୍ଷେତ୍ରର ପ୍ରଭାବରେ ତାଙ୍କର ପୁତ୍ରମାନଙ୍କର ବୁଦ୍ଧି ସୁଧୁରି ଯିବାରୁ ସେମାନେ ପାଣ୍ଡବମାନଙ୍କୁ ସେମାନଙ୍କର ସ୍ୱତଃ ଦେଇ ଯୁଦ୍ଧ କଲେ ନାହିଁ କି ଅଥବା ଧର୍ମରାଜ ଯୁଧିଷ୍ଠିର ହିଁ ଧର୍ମକ୍ଷେତ୍ରର ପ୍ରଭାବରେ ପ୍ରଭାବିତ ହୋଇ ଯୁଦ୍ଧରେ ନିବୃତ୍ତ ହୋଇଗଲେ କି, ବା ସେ ପର୍ଯ୍ୟନ୍ତ ଦୁଇ ପକ୍ଷର ସେନା ଠିଆ ହୋଇଛନ୍ତି କି, କିମ୍ବା ଯୁଦ୍ଧ ହୋଇଛି ନା ନାହିଁ ଏବଂ ଯଦି ହୋଇଛି ତାହାର ପରିଣାମ କ'ଣ ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଥିଲେ ବୋଲି ମଧ୍ୟ କୁହାଯାଇ ନପାରେ। ଜୟ ଜଗନ୍ନାଥ।